बीएम श्री बेगुनिया गोपबंधु उच्च विद्यालय में प्रधान शिक्षक प्रमोद कुमार स्वाई को आलुमिनी कमिटीर सभापति डॉक्टर हरिप्रसाद दास, संपादक इंजीनियर देवाशीष साहू, पूर्वतन छात्र इंजीनियर मानस पंडा, विद्यालय परिषद अध्यक्ष शिवकुमार मुनि, सभ्य सर्वेश्वर साहू, बोलकोटे मंडल संयोजक पदचरण बेहरा, विद्यालय तरफ प्राक्तन भारप्राप्त प्रधान शिक्षयित्री सुचिस्मिता बेहरा, शिक्षक सौम्यरंजन साहू, अजित कुमार पुरी, सूर्यकांत महापात्र, प्रभात कुमार निष्क एवं दीक्षयित्री सुरजिता दलई, मोहिनी कांति दास, शुभलक्ष्मी साहू, सुनीता पृष्टि, आशा मुर्मू, सस्मिता साहू, रिस्का रिस्की पाइकराय समेत मिसी उत्तरीय और पुष्पगुच्छ दे संबर्धना करथिले। आपण सारे कोणाची फुलं पुष्प घेतलं आवडे पण सगळं सारी सारी आ सुनांदे पडगु आपण धन आपण आवडे पण पंडाव दूध पंडाव आपण गोटे रखନ୍ତୁ सर गोटे ହେଲା थाली नहीं गले कि लगे जाए ना जाते आज हमको बहुत आनंद है आम स्कूल को पुरातन स्कूल को जो स्कूल प्रतिष्ठा पाई 1944 मसीह से स्कूल को प्रधान शिक्षक रूपे क्लास 2 पोस्ट रे श्रीयुक्त प्रमोद कुमार स्वाई अवस्थित सरकार को धन्यवाद दूँ। आमे भी सार जो भाया कार्यमुखी योजना रखिंट से जदि सफल रूपायन निए ए स्कूल बेगुनिया ब्लॉक कहीं खोर्धा डिस्ट्रिक्ट रे खोर्धा जिले रे एक आदर्श उच्च विद्यालय परिणत हम यह भी आशा रखी। से पर उठे हाँ राधाचंद्र साहू से आम गाँव से खोर्धा हाईस्कूल आसे बेगुनिया खोर्धा हाईस्कूल आसिले जानकी आत्मजीवन से लिखिं भल बेस्ट मैथमेटिक्स टीचर थे गाँव गोटे हाईस्कूल सर सुचिता मैं आसिका कथा ना
ସେଟା ଆମର ପ୍ଲାଟିନମ ଜୁବଲି ହେଇଥିଲା ରାଜଣଙ୍କ ନାତୁଣୀ ସେ ଡୋନେଟ୍ କରି ଷ୍ଟାଚ୍ୟୁ ସେଇଟା ଆମ ଗୋପବନ୍ଧୁ ଦାସ ସ୍କୁଲ ନୂଆ କିନି ଆପଣ ଜଏନ୍ କଲେ ତା ବିଷୟରେ କିଛି କହିବେ କି? ହଁ ମୁଁ କିଛି ସଂକ୍ଷେପରେ କହୁଛି। ମୁଁ ସିନିୟର ACS ପ୍ରଧାନ ଶିକ୍ଷକ ରୂପେ ସମ୍ବଲପୁର ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସ୍ଥାପିତ ହୋଇଥିଲି। ଆମର ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ମୋତେ ଏଇ ବେଗୁନିଆ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ OES2 ପଦରେ ଅଭିସ୍ଥାପିତ କରାଗଲା। ତେଣୁ ମୁଁ କାଲି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି। ବହୁତ ଖୁସି ଲାଗୁଛି, କାରଣ এই ବିଦ୍ୟାଳୟରେ ମୁଁ ଦେଖିଲି ଆମର ଯେଉଁ ଆଲୁମିନି କମିଟି ଏବଂ ବିଦ୍ୟାଳୟ ପରିଚାଳନା ପରିଷଦର ସଭ୍ୟବୃନ୍ଦ ସକ୍ରିୟ ଭାବରେ ବିଦ୍ୟାଳୟର ଶୈକ୍ଷିକ ଏବଂ ଅଣଶୈକ୍ଷିକ ପ୍ରଗତି ନିମନ୍ତେ ଅହରହ ପ୍ରୟାସ କରୁଛନ୍ତି। ମୁଁ ଆଜି ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତିରେ ତାଙ୍କ ଆଲୋଚନାରୁ ମୁଁ ଏହି ସମ୍ପର୍କରେ ଅବଗତ ହେଲି ଏବଂ ସେମାନେ ସବୁବେଳେ ମୋତେ କାର୍ଯ୍ୟକ୍ରମରେ ସହଯୋଗ ନିଶ୍ଚିନ୍ତ ଭାବରେ ସକ୍ରିୟ ଭାବରେ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ଆମର କିଛି ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅବଗତ କରିବା ପାଇଁ ଆମର ଆଲୁମିନିୟର ଯିଏ ସମ୍ପାଦକ ଅଛନ୍ତି ଶ୍ରୀଯୁକ୍ତ ଦେବାଶିଷ ସାହୁ ମହୋଦୟ ଯିବା ପାଇଁ ତାଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ବହୁତ ଖୁସି ଲାଗିଲା ଏବଂ ଆଉ ଭବିଷ୍ୟତରେ ଯେଉଁ ସବୁ କାର୍ଯ୍ୟକ୍ରମ କରାଯିବ କେବଳ ଏହି ବିଦ୍ୟାଳୟର ପ୍ରଗତି ପାଇଁ ନୁହଁ, ସମଗ୍ର ବେଗୁନିଆ ବ୍ଲକର ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ସମସ୍ୟା ଦୂରୀକରଣ ପାଇଁ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ସମସ୍ୟାର ଆଶୁ ସମାଧାନ ପାଇଁ ପ୍ରୟାସ ଜାରି ରଖିବେ, ମୋତେ ସହଯୋଗରେ ହାତ ବଢ଼ାଇବେ ବୋଲି କହିଛନ୍ତି ଏବଂ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ମଧ୍ୟ ଯେଉଁ କରାଯିବ ଏହି ବେଗୁନିଆ ବ୍ଲକରେ ଆମେ ସମସ୍ତେ ବିଦ୍ୟାଳୟ ପରିଚାଳନା ପରିଷଦ ଏବଂ ମୋ ସ୍କୁଲ କମିଟିର ମଧ୍ୟ ଆମର ସଭ୍ୟ ଅଛନ୍ତି, ସେମାନେ ସହଯୋଗ କରିବେ। ମୋର ଦକ୍ଷିଣ ପାର୍ଶ୍ୱରେ ଆମର ବସିଛନ୍ତି ମୋର ପିତୃପ୍ରତିମ ଆମର ଆଲୁମିନି କମିଟିର ସଭାପତି ଶ୍ରୀଯୁକ୍ତ ହରିପ୍ରସାଦ ଦାସ ମହୋଦୟ, ଯିଏକି ଆମର ଏ ବିଦ୍ୟାଳୟକୁ ଆଡପ୍ଟ କରିଛନ୍ତି ବୋଲି ମୁଁ ଶୁଣିବାକୁ ପାଇଲି। ବହୁତ ଖୁସି ଲାଗିଲା ଏବଂ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ତାପରେ ଆମର ମଝିରେ ଆମର ଆଲୁମିନି କମିଟିର ଯେଉଁ ସମ୍ପାଦକ ବସିଛନ୍ତି, ଯିଏକି ମୋ ସାଙ୍ଗରେ ଏବେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ଯିବେ, ସେ ମଧ୍ୟ ସବୁବେଳେ ସହଯୋଗରେ ହାତ ବଢ଼ାଇବେ। ଯେଉଁ ପ୍ରକାର ସହଯୋଗ ଲାଗୁ ନିଶ୍ଚିନ୍ତ ଭାବରେ ସେ ଆସିବେ, ଆମ କଥା ରଖିବେ, ଅନୁରୋଧ ରକ୍ଷା କରିବେ। ତାପରେ ଆମର ଯେଉଁ ବସିଛନ୍ତି ବ୍ଲୁ ସାର୍ଟ ପିନ୍ଧିକି ଶ୍ରୀଯୁକ୍ତ ରାମମନସ ପଣ୍ଡା ମହୋଦୟ, ସେ ମହାଶୟ ଜଣେ ସକ୍ରିୟ ସଭ୍ୟ ଆମର ଆଲୁମିନି କମିଟିର, ଜଣେ ଇଞ୍ଜିନିୟର ଏବଂ ସେ ମଧ୍ୟ ପିଲାମାନଙ୍କୁ ଏହି ବିଦ୍ୟାଳୟର ଯେଉଁ ଆମର ବିଭିନ୍ନ ପରୀକ୍ଷା କରାଯାଉଛି, NMMS ହେଉ, NTS ହେଉ, ନହେଲେ NRTS ହେଉ, ନହେଲେ ଆମର ତ ଅଛନ୍ତି ତୃତୀୟ ପଞ୍ଚମ ନାହାନ୍ତି ଏବଂ ଏହିସବୁ ଯେଉଁ ବୃତ୍ତି ପରୀକ୍ଷା କରାଯାଉଛି, ସେ ନିଜେ ଆସିକି ମାନେ ଶିକ୍ଷାଦାନ କରୁଛନ୍ତି ବୋଲି ମୁଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠୁ ଅବଗତ ହେଲି। ତାଙ୍କୁ ମଧ୍ୟ ମୁଁ ନିବେଦନ କରିଛି, ଆପଣ ଯେମିତି କାର୍ଯ୍ୟକ୍ରମ କରୁଥିଲେ ତାଠୁ ଅଧିକ ପଛେ କରିବେ, ଆପଣଙ୍କ ପରିବାର ଜଞ୍ଜାଳକୁ ଟିକେ ପଛେଇ ଦେଇକି ଆଉ ଏଠି ଅଧିକ ଟିକେ କାମ କରିବେ, ତ୍ୱରାନ୍ୱିତ ସବୁ କାର୍ଯ୍ୟକ୍ରମ କରିବେ। ତେଣୁ ବହୁତ ଖୁସି ଲାଗିଲା। ତାପରେ ଭବିଷ୍ୟତରେ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସବୁ କାମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ମଧ୍ୟ ମୋତେ କହିଛନ୍ତି, ମୋର କଥା ରଖି କାର୍ଯ୍ୟ କରିବେ ଏହି ବିଦ୍ୟାଳୟର ପ୍ରଗତି ପାଇଁ। ତେଣୁ ବହୁତ ଖୁସି ଲାଗିଲା ଏବଂ ସର୍ବପୁରାତନ ବିଦ୍ୟାଳୟ ଏବଂ ବେଗୁନିଆ ବ୍ଲକ ଗୋଟେ ଐତିହାସିକ ସ୍ଥାନ, ସମଗ୍ର ଓଡ଼ିଶାରେ କହିଛ ଅତ୍ୟୁକ୍ତି ହେବ ନାହିଁ। ତେଣୁ ସେ ଐତିହାସିକ ସ୍ଥାନକୁ, ଐତିହାସିକ ମାଟିକୁ ଠାକୁର ମଧ୍ୟ ଆଣିଛନ୍ତି, ସେଥିପାଇଁ ମଧ୍ୟ ମୁଁ ଗର୍ବିତ। ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରୁଛି ମୋତେ କେମିତି ଆଶୀର୍ବାଦ କରିବେ
ए सबू कार्यक्रम केमती सफल रूपायन नब भगवान बिना आशीर्वाद आम जिते जहाँ चाहिए किसी करें मुझे कही मोर वक्तव्य सांग कर ମାନସ ରଞ୍ଜନ କରଙ୍କ ରିପୋର୍ଟ ନ୍ୟୁଜ୍ ଉପାନ୍ତ ଖବର।